କାଳ ସାଜିଲା କାଳ ବୈଶାଖୀ, ସ୍କୁଲରେ ଆଶ୍ରୟ ନେଲେ କ୍ଷତିଗ୍ରସ୍ତ। କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି, କ୍ଷତିଗ୍ରସ୍ତ ଲୋକଙ୍କୁ ଗାଁ ସ୍କୁଲରେ ଆଶ୍ରୟ ଦେଲା ପ୍ରଶାସନ। ଦେବଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟାରେ କୁଆପଥର ବର୍ଷା ହୋଇଛି। ଫଳରେ ଘରର ଆଜବେଷ୍ଟ ଭାଙ୍ଗି ଯାଇଥିବା ବେଳେ ଲୋକ ବାସହରା ହୋଇ ପଡ଼ିଛନ୍ତି। ରିଆମାର ବ୍ଲକ ଗୁଣ୍ଡିଆପାଳି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୁଣ୍ଡିଆପାଳି ସମେତ ଚଛୁପାଳି, ପାଇକନଗର ଗ୍ରାମରେ ଲୋକଙ୍କ ଘରର ଆଜବେଷ୍ଟ ଛାତ ସବୁ ଭାଙ୍ଗି ଯାଇଛି। ରିଆମାଲ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଗାଁ ସ୍କୁଲରେ ରାତି ପାଇଁ ଆଶ୍ରୟ ଦିଆଯାଇଛି। ଅନ୍ୟପକ୍ଷରେ ସରପଞ୍ଚ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ ମଧ୍ୟ ସେଠାରେ ପହଞ୍ଚି କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି। ଆଜି ସନ୍ଧ୍ୟାରେ ବହୁତ ବଡ଼ ଆକୃତିର କୁଆପଥର ସହିତ ଝଡ଼ ତୋଫାନ ଦେଖା ଦେଇଥିଲା। ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା ପାଣି ଘର ଭିତରେ ପଶି ଆସବାବପତ୍ର ଏବଂ ଧାନ ଚାଉଳ ଆଦି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।